এটা ইଲିଗାଲ ସମିଲ୍ ଆଉ ଏଇ କ୍ୟାମ୍ପସ୍ରେ ଯାହା କାଠ ଥିଲା ମାନେ ତାକୁ ଆମେ ସିଜ୍ କରିଛୁ ଆଉ ତାର ଯେଉଁ ଏଷ୍ଟାବ୍ଲିଶମେଣ୍ଟଟାକୁ ଆମେ ଏଣ୍ଟାୟାରଲି ଡିମୋଲିସ୍ କରିଦେଲୁ। ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ ବେଳେ ଜେସିପି ଲଗାଇ ଭାଙ୍ଗିଦେଲେ ବେଆଇନ କରତକଳ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାର୍କୁଣାରେ ଥିବା ବେଆଇନ କରତକଳ ଉପରେ ଆଜି ବାଲେଶ୍ୱର ଡିଏଫ୍ଓ ଖୁସବତ ସିଂଙ୍କ ନିର୍ଦ୍ଦେଶ କ୍ରମେ ସୋର ମାଜିଷ୍ଟ୍ରେଟ ଜଗନ୍ନାଥ ବେହେରା, ଏସିଏଫ୍ ରାମଚନ୍ଦ୍ର ମୁର୍ମୁ, ପ୍ରବୀର ମୁର୍ମୁ, ଜୟଶ୍ରୀ ମୁର୍ମୁ, ଫରେଷ୍ଟର ଦେବରାଜ ରାଉତ, ଅନ୍ୟ କର୍ମଚାରୀ ସମେତ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ଏହି ମାର୍କୁଣାସ୍ଥିତ ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି, ନାମିଦାମୀ କାଠ ଜବତ କରିବା ସହ ଜେସିପି ସାହାଯ୍ୟରେ କରତକଳ ଘରକୁ ମଧ୍ୟ ବନ ବିଭାଗ ଦ୍ୱାରା ଭାଙ୍ଗି ଦିଆଯାଇଛି। ଏଭଳି ଘଟଣା ସିମୁଳିଆ ଅଞ୍ଚଳରେ ପ୍ରଥମ ଥର ଘଟିଥିବା ବେଳେ ଆଗକୁ ସିମୁଳିଆ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ଅନ୍ୟ କରତକଳ ଉପରେ ବନ ବିଭାଗ ତରଫରୁ କ'ଣ ପଦକ୍ଷେପ ନିଆଯାଉଛି ତାହା ହିଁ ଦେଖିବାକୁ ବାକି ରହିଲା। ଇଏ ଆମର ଯେତେ ସବୁ ଇଲିଗାଲ କାଠ ଥିଲା ତା କ୍ୟାମ୍ପସ୍ ଭିତରେ ସମିଲ୍ କ୍ୟାମ୍ପସ୍ ଭିତରେ ଏଇଟା ଇଲିଗାଲ ସମିଲ୍ ଆଉ ଏଇ କ୍ୟାମ୍ପସ୍ରେ ଯାହା କାଠ ଥିଲା ମାନେ ତାକୁ ଆମେ ସିଜ୍ କରିଛୁ ଆଉ ଚାଲିଛି ସିଜର ପ୍ରୋସେସ୍ ଇଜ୍ ଅନ୍ ପ୍ରୋସେସ୍ ଆଉ ତାର ଯେଉଁ ଏଷ୍ଟାବ୍ଲିଶମେଣ୍ଟଟାକୁ ଆମେ ଏଣ୍ଟାୟାରଲି ଡିମୋଲିସ୍ କରିଦେଲୁ। ଆଉ ଏଇ ଯେଉଁ କାମଟାକୁ ଆଜି ଆମେ ହାତକୁ ନେଇଛୁ ଏଇଟା ଯେହେତୁ ଇଲିଗାଲ ଏଇଟା ଆମ ଡିଏଫ୍ଓ ସାର୍ ବାଲେଶ୍ୱର ଡିଏଫ୍ଓ ଖୁସବନ୍ତ ସିଂ ସାର୍ଙ୍କ ନିର୍ଦ୍ଦେଶରେ ଆମେ ଆସିକି ଜଏଣ୍ଟଲି ଏଇଟାକୁ ରେଡ୍ କରୁଛୁ। ଆମ ସାଙ୍ଗରେ ମାଜିଷ୍ଟ୍ରେଟ୍ ବି ଅଛନ୍ତି, ତାକୁ ସାଙ୍ଗରେ ଆମ ପୋଲିସ ବାଲା ଅଛନ୍ତି, ପୋଲିସ ଭାଇମାନେ ଆଉ ଏଇମାନଙ୍କୁ ନେଇକରି ରେଡ୍ଟାକୁ ଆମେ କଣ୍ଡକ୍ଟ କରିଛୁ। ହଁ ମେସିନ୍ ଜବତ ହେଇଛି। ଏଥିରେ ସବୁ ପ୍ରକାରର କାଠ ଅଛି, ଆମ୍ବ, ଜାମୁ, ଅର୍ଜୁନ, ନିମ୍ବ, ଆହୁରି ବି ଆକାଶିଆ, ୟୁକାଲିପଟାସ୍ ସବୁ ପ୍ରକାରର ଅଛି। ଯେଉଁ କାଠ ଗୁଡ଼ାକ କେଉଁଥିରେ ବି ମାନେ ଲିଗାଲ କାଠ କୌଣସି କାଠ ଗୁଡ଼ାକ ଲିଗାଲ ନୁହଁ, ସବୁ ଇଲିଗାଲ ଏଇଠି କଲେକ୍ଟେଡ଼ ଆମେ କରୁଛୁ ଚଢ଼ଉ। ତାପରେ ଆମେ ଟୋଟାଲି ଏଷ୍ଟାବ୍ଲିଶଟାକୁ ବନ୍ଦ କରିଦେଲା ପରେ ବି ତାଙ୍କର ପୁଣି କୁଆଡ଼ୁ ଏପଟ ସେପଟ କରି ସମାନ ଜାଗାରେ ନହେଲେ ବି ଟିକେ ପଛରେ କରୁଛନ୍ତି, ତାକୁ ପୁଣି ଆମେ ଯେବେ ଷ୍ଟାର୍ଟ କରିବେ ପୁଣି ଆମେ ତାକୁ ଇଏ କରିବୁ ସିଜ୍ କରିବୁ।